ଜୟ ଜଗନ୍ନାଥ। ଆପଣମାନେ ବୁଝିବା ଦରକାର ମୁଁ ଏ ଯେଉଁ ଘର କୁଟୁମ୍ବ ପରିବାର ବିଷୟରେ ବୁଝଉଛି ହୁଏତ ଆପଣମାନଙ୍କୁ ଭଲ ନ ଲାଗିପାରେ କିନ୍ତୁ ଯଦି ଶୁଣିବେ ତାହେଲେ ଆପଣଙ୍କ ଜୀବନରେ ନିଶ୍ଚିତ କାମରେ ଲାଗିବ। କାରଣ ଇଏ ସବୁ ମୁଁ ଅନୁଭବ କରି ଇଏ ସବୁ ମୁଁ ମୋ ଜୀବନରେ ଉତାରି ଆପଣମାନଙ୍କୁ କହୁଛି। ଇଏ ନୁହେଁ କି ଏମିତି ସେମିତି କହିଦେଉଛି। ଏହି ପ୍ରକାର ଜୀବନ ବଞ୍ଚି ମୁଁ ସଂସାର ଭିତରୁ ବାହାରି ଭଗବତ ମାର୍ଗକୁ ଆସିଛି। ଇଏ ନୁହେଁ ଯେ ମୁଁ ଆପଣମାନଙ୍କୁ କହୁଛି କରନ୍ତୁ, କାରଣ ଏ ପ୍ରକାର ପରିସ୍ଥିତିର ସାମ୍ନା ସବୁ ସମୟରେ ମୁଁ ହେଇଛି। ପୁଣି ଆଜି ଗୃହସ୍ଥ ଆଶ୍ରମକୁ ପ୍ରଶ୍ନ ଥିଲା, ଶାଶୁ ବୋହୂ ପରସ୍ପର କଳହ କଲେ ଶ୍ୱଶୁର କଣ କରିବା ଉଚିତ? ଉତ୍ତର ହେଉଛି ଶ୍ୱଶୁର ନିଜ ପତ୍ନୀକୁ ପ୍ରଥମେ ଦୋଷ ଦେବେ, ଶାଶୁକୁ ବୁଝାଇବେ କହି ବୋହୂକୁ ଆଶ୍ୱାସନା ଦେବେ। ଏକାନ୍ତରେ ପତ୍ନୀକୁ କହିବେ, ଦେଖ ତୁ ଏହାର ମା, ନିଜର ମାତା ପିତା ଭାଇ ଭାଉଜ ଆଦି ସମସ୍ତଙ୍କୁ ଛାଡ଼ି ସେ ଆମ ଘରକୁ ଆସିଛି। ନିଜ କନ୍ୟା ଭଳି ଏହାକୁ ପାଳନ କରିବା ତୁମର କର୍ତ୍ତବ୍ୟ ଅଟେ। ସେ ନିଜର ମନ ଦୁଃଖ ତୁମ ଛଡା ଆଉ କାହାକୁ କହିବ? ସେ ତୁମର ଆଶ୍ରୟ ଅଟେ, ତମ ପାଖରେ ଆଶ୍ରୟ ନେଇଛି ଆସିକି। ଶ୍ୱଶୁର ବୋହୂକୁ ବୁଝାଇବେ, ଦେଖ ଝିଅ, ଶାଶୁ ସବୁବେଳେ ବୋହୂର ହିତ ଚାହେଁ। ପୁତ୍ର ଜନ୍ମ ହେଉ ହେଉ ମା ଆଶା ରଖିଥାଏ ଯେ ମୋ ଘରକୁ ଆଜ୍ଞାକାରୀ ବୋହୂ ଆସିବ ଓ ମୋର ସେବା ଶୁଶ୍ରୂଷା କରିବ। ଏପରି ଆଶା ରଖିଥିବା ଶାଶୁ ବୋହୂର କେବେ ଅହିତ କରିପାରେ ନାହିଁ। ତୁ ବୁଝାମଣାରେ କିଛି ଭୁଲ କରିଛୁ। ସେ ପରା ତୋଠୁ ସେବା ଆଶା ରଖିଛି। ତୋ ସାଙ୍ଗରେ ଝଗଡା କରିଦେଲେ ସେ ସେବା କେମିତି ପାଇବ? ସେ ପରା ପିଲା ଜନ୍ମ କରିବା ଦିନରୁ ସେବାର ଆଶା ରଖିଛି। ତୁ ତ ବାପା ମାଙ୍କୁ ଛାଡି ଆସିଲୁ, ଜଣେ ଶାଶୁଙ୍କୁ ଖୁସି କରିବା କଣ ତୋ ପାଇଁ ବହୁତ ବଡ କଥା ହେଇଯିବ? ସେ ଏଠି କେତେ ଦିନ ବା ବଞ୍ଚିବ? ତୁ ତ ଏ ଘରର ମାଲିକାଣୀ ହବୁ ନା ମା। ବାହାର ଲୋକ ତମ ଦୁଇ ଜଣଙ୍କର କଳିତ କାରଳ ଶୁଣି ବୋହୂକୁ ହିଁ ତ ଦୋଷୀ କହିବେ ନା। ତେଣୁ ତୁ ଏପରି ବ୍ୟବହାର କରିବା ଉଚିତ ଯେମିତି ତୋ ଶାଶୁ ସବୁବେଳେ ପ୍ରସନ୍ନ ରହିବ। ଯଦି କେତେବେଳେ ତୋ ମୁହଁରୁ କଟୁ ବଚନ ବାହାରିଯିବ ତ ଶାଶୁଙ୍କୁ ଟିକେ ଭୁଲ ମାଗିଦେଲେ ଚଳିଯିବ ମା। ଆଉ ତୁ ଭୁଲ ମାଗିବା ଦ୍ୱାରା ତୋ ଶାଶୁ ଉପରେ ଉତ୍ତମ ପ୍ରଭାବ ପଡିବ, ଘରରେ ଶୋଭା ବଢିବ। ଆଉ ତୁ ଅଶାନ୍ତ ହେଲେ ସମସ୍ତ ପରିବାର ଅଶାନ୍ତ ହେଇଯିବ ମା। ତେଣୁ ଗୁରୁଜନଙ୍କ ଆଜ୍ଞା ପାଳନ କର, ସେମାନଙ୍କ ଚରଣ ସକାଳ ସନ୍ଧ୍ୟା ସ୍ପର୍ଶ କର ମା। ଶାଶୁ ଯଦି କିଛି କଟୁ ବଚନ କହୁଛନ୍ତି ତାଙ୍କୁ ଉତ୍ତର ଦେ ନା ମା। ଶାଶୁଙ୍କୁ ବୁଝେଇ ଦିଅନ୍ତୁ, ସେ ବୁଝନ୍ତୁ ବା ନ ବୁଝନ୍ତୁ, ସେଥିରେ ତ ମା ତତେ ଦୋଷ ଲାଗିବ ନାହିଁ ନା। ଏ ପ୍ରକାର ବୋହୂର ଯୋଗ୍ୟତା ହବା କଥା ନା ଖାଲି ସିନ୍ଦୁର ନାଇ ଦେଇ ମୁଣ୍ଡରେ ଓଢଣୀ ଦେଇ ଶାଶୁ ଘରକୁ ଚାଲିଗଲେ କଣ କେହି ବୋହୂ ହେଇଯାଏ? ଶାଶୁ ଶ୍ୱଶୁର ଦିଅର ସ୍ୱାମୀ ଏମାନଙ୍କ ପାଇଁ ସେବା କରିବାର ଯୋଗ୍ୟତା ରହିବା ଦରକାର, ତାଙ୍କୁ ବୁଝେଇ ପାରୁଥିବା ଯୋଗ୍ୟତା ରହିବା ଦରକାର। ନହେଲେ ସିନ୍ଦୁର ପିନ୍ଧିଦେଲେ କିଏ ବୋହୂ ହେଇଯାଏନି ରେ। ପୁଣି ଗୃହସ୍ଥ ଆଶ୍ରମକୁ ପ୍ରଶ୍ନ, ପିତାମାତା ଯଦି ସବୁବେଳେ କଳହ କରିବେ ତାହେଲେ ପୁତ୍ରର କଣ କରିବା ଉଚିତ? ଜୟ ଜଗନ୍ନାଥ।